आज ଗାନ୍ଧୀଙ୍କର ଶ୍ରାଦ୍ଧ ଦିବସ ବା ଶହୀଦ ଦିବସ ହିସାବରେ ଆମେ ପାଳନ କରୁ। ମହାତ୍ମା ଗାନ୍ଧୀ ମାନବ ସମାଜର ସବୁଠୁ ମୁଖ୍ୟ ଥିଲେ। ପୃଥିବୀ ତାଙ୍କୁ ମହାତ୍ମା ହିସାବରେ ଗ୍ରହଣ କରିଛି। ତାଙ୍କ ଡାକରାରେ ବିରାଟ ଭାରତ ବର୍ଷ ହିମାଳୟରୁ କନ୍ୟାକୁମାରୀ ଅସହଯୋଗ ଆନ୍ଦୋଳନ ସମସ୍ତ ଅସହଯୋଗ କରିଥିଲେ। ସ୍ୱାଧୀନତା ପାଇଁ ତାଙ୍କର ଦାନ ଅତୁଳନୀୟ। ସାରା ଭାରତ ବୁଲି ବୁଲି ସଂଗଠନ ସୁଦୃଢ଼ କରି ବ୍ରିଟିଶ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଲାଷ୍ଟକୁ ଭାରତ ସ୍ୱାଧୀନତା ହେଇଛି। ତାଙ୍କରି ଆଜି ଯେଉଁ ତୀରଦାନ ଦିବସ, ଦୁଃଖର ବିଷୟ, ଭୁବନେଶ୍ୱର ସହରରେ ଆମେ ପ୍ରଥମେ ଯେତେବେଳେ ଗାନ୍ଧୀ ମୂର୍ତ୍ତି ବସେଇଲୁ, ଶ୍ରାଦ୍ଧ ଦିବସରେ ଜନ୍ମ ଦିବସରେ ହଜାର ହଜାର ଲୋକ ଯୋଗ ଦିଅନ୍ତି। ଆଜି ସକାଳୁ ଗାନ୍ଧୀ ପାର୍କରେ ମାତ୍ର 20-25 ଜଣ ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, କଂଗ୍ରେସ ନେତା ପ୍ରକାଶ ଜେନା ନେତୃତ୍ୱରେ ଆମେ ମାଲ୍ୟାର୍ପଣ କରି ଫେରୁଛୁ। ଲୋକେ ଭୁଲିଗଲେ ତାଙ୍କ ଦାନ ଅତୁଳନୀୟ। ତାଙ୍କ ଅହିଂସା ନୀତି ପୃଥିବୀ ବିରଳ। ଅହିଂସା ବଳରେ ସେ ଭାରତ ସ୍ୱାଧୀନତା ପାଇଥିଲେ। ଆଜି ତାଙ୍କୁ ମନେ ପକାଇବା ପାଇଁ ସମସ୍ତେ ବ୍ୟାକୁଳ, କିନ୍ତୁ କାହା ଆଖିରେ ଲୁହ ନାହିଁ। ଯାହା ମୁଁ ଦେଖୁଛି ଚାରିଆଡ଼େ ଷ୍ଟାଚ୍ୟୁ, ଯେତେ ଜାଗାରେ, ମୁଁ ଆଜି 3 ଜାଗା ଗଲି, 20 ଜଣ, 25 ଜଣ, 30 ଜଣ। ଗାନ୍ଧୀ ପାର୍କରେ ଆମେ ହଉଛି 50 ଜଣ। ଦୁଃଖଦାୟକ ବିଷୟ। ସମସ୍ତେ ଗାନ୍ଧୀକି ଭୁଲି ଯିବାକୁ ଚେଷ୍ଟା କଲେଣି। ଗାନ୍ଧୀ ପୃଥିବୀର ଅଦ୍ୱିତୀୟ ନେତା। ତାଙ୍କୁ ପୂଜା କରିବା ସମସ୍ତଙ୍କର କର୍ତ୍ତବ୍ୟ।